ମୋ ନାଁ ନିରଞ୍ଜନ ବେହୁରା ବ୍ୟବସାୟୀ କରୁଅଛି। ଯେହେତୁ ଭୁବନେଶ୍ୱରରେ 4 ନମ୍ବର ହାଟର ପୂଜା ସମସ୍ତ ଲୋକ ବହୁତ ଭୁବନେଶ୍ୱରରେ ଫେମସ୍, ବହୁତ ଲୋକ ଆସନ୍ତି ଦେଖନ୍ତି। ଏଠି ଆପଣଙ୍କର କେମିତି କ'ଣ ଏଇ ବର୍ଷର ପୂଜା ହେଇଥିଲା? ଆମର ଏ ବର୍ଷର କମିଟି ହେଇଛି 15 ଜଣ କମିଟି ହେଇକି ସମସ୍ତେ ଉତ୍ସାହ ସହକାରେ ପାଳନ କରାଯାଉଛି। କଲେକ୍ସନ କରାହେଇକି ଆଉ ଧୁମଧାମରେ ପୂଜା ଏ ବର୍ଷ କରାଯାଉଛି। ଆଉ ଆମର 8 ଦିନ ପ୍ରୋଗ୍ରାମ ଚାଲିବ। ସାଂସ୍କୃତିକ କାର୍ଯ୍ୟକ୍ରମ ସବୁ କ'ଣ ରହିଛି? ଅଛି ମେଲୋଡି ଅଛି, ଭଜନ ସମାରୋହ ଅଛି ଏବଂ ପାଲା ଅଛି। ପରଦିନ ଅଛି 5,000 ଲୋକ ଖାଇବେ। ଆଚ୍ଛା, ଭସାଣି ଦିନ କ'ଣ ସବୁ ରହିଛି ଆପଣଙ୍କର କାର୍ଯ୍ୟକ୍ରମ? ଆମର ଅଛି ଆମର ଗଭର୍ଣ୍ଣମେଣ୍ଟ ତରଫରୁ ଯେମିତି ଦିଆଯାଇଛି ଆମକୁ ଗାଇଡଲାଇନ୍, ଆମେ ଗାଇଡଲାଇନ୍ ଅନୁସାରେ ଆମେ ଭସାଣି କାର୍ଯ୍ୟକ୍ରମଟା କରିବୁ। ଆମର ପାରମ୍ପରିକ ବାଦ୍ୟ ଅନୁସାରେ କରିବୁ। ଡିଜେ ଫିଜେ ଆମର ନାହିଁ, ବିନା ଡିଜେରେ ପାରମ୍ପରିକ ବାଜାରେ ଆମେ କରି ଭସାଣି ଭଗବାନଙ୍କୁ କରିବୁ। ମୋ ନାଁ ସରୋଜ କୁମାର ରାଉତ, ମୁଁ ଭବନ ହାଟ ବ୍ୟବସାୟ ସଂଘର ଉପସଭାପତି ଅଛି ଆଉ ଏବେ ମୁଁ କର୍ତ୍ତା ଅଛି। ଆମର ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ବହୁତ ଧୁମଧାମରେ ଆମେ ପାଳନ କରୁଛୁ। ଆପଣ ଦେଖୁଥିବେ ଆମ ତୋରଣର, ଆମ ସାଜସଜ୍ଜା, ଇଲେକ୍ଟ୍ରିକ୍ ଲାଇଟ୍ର ଆମର ଲାଇଟ୍ ସାଜସଜ୍ଜା, ରାସ୍ତାଘାଟ ଯେମିତି ସବୁ ଆଲୋକୀକରଣ କରାଯାଇଛି ଆପଣମାନେ ଦେଖୁଥିବେ। ମୁଁ ବି ଆମର ଯେଉଁ ଆଜି ସାଂସ୍କୃତିକ କାର୍ଯ୍ୟକ୍ରମ ଆମର 5 ଦିନ ଅଛି। ଆଜି ଅଛି ପାଲା, କାଲି ଅଛି ଭଜନ, ପରଦିନ ଅଛି ପ୍ରସାଦ ସେବନ 5,000 ଲୋକଙ୍କର, ତାପରେ ଅଛି ଭଜନ, ତାପରେ ମେଲୋଡି, ତାପରେ ଆମର 4 ତାରିଖରେ ଆମ 3 ତାରିଖରେ ଭସାଣି। ଆମ ପୂଜା କମିଟିର ମେମ୍ବର ଆମେ ହେଲୁ 15 ଜଣ ଅଛି। 15 ଜଣ ପୂଜା କମିଟି ନେଇ ବର୍ତ୍ତମାନ ପୂଜା କରାଯାଉଛି ଭବନ ହାଟ ବ୍ୟବସାୟ ସଂଘ ତରଫରୁ। ସଂଘ ହେଉଛି ଆମର ଗୋଟିଏ। ବ୍ୟବସାୟୀ ମାନଙ୍କର ଉତ୍ସାହିତ ଅଛି, ବ୍ୟବସାୟୀ ମାନେ ବି ଆମକୁ ସହଯୋଗ କରୁଛନ୍ତି। ସହଯୋଗ ଦ୍ୱାରା ଆମେ ଏସବୁ କାମରେ ସଫଳ ହେଉଛୁ। ଆମର ବ୍ୟବହୃତ ଗଣେଶ ପୂଜା ପାଇଁ ଆମର 12 ରୁ 13 ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଆଉ ଆମର ଗୋଟିଏ ବଡ଼ ପର୍ବ ହେଲା ଗଣେଶ ପୂଜା। ଆମର ବର୍ଷ ସାରା କିଛି ପର୍ବ ବେଶୀ ନାହିଁ, ଆମେ ଗଣେଶ ପୂଜା ଧୁମଧାମ ପାଳନ କରୁ। ଆମ ବ୍ୟବସାୟୀ ମାନେ 10 ଦିନ ପାଇଁ ଝୁମିକି ରହନ୍ତି, ବର୍ଷ ସାରା ବେପାର କରନ୍ତି। ଏଇ 10 ଦିନ ସମସ୍ତେ ଉପଭୋଗ କରନ୍ତି ଏବଂ ଭୁବନେଶ୍ୱର ଆସି ଉପଭୋଗ କରନ୍ତି। ମୁଁ ଭିକ୍ଷା କରିଛି ପ୍ରଭୁ ଗଜନନକୁ, ଏମିତି ଆମର ଭବନ ହାଟ ବ୍ୟବସାୟୀ ସଂଘର ଉନ୍ନତିରୁ ଉନ୍ନତି ହେଉ, ବ୍ୟବସାୟୀ ମାନେ ଯେମିତି ଭଲକରି ବ୍ୟବସାୟ କରି ପ୍ରତିପୋଷଣ କରନ୍ତୁ, ତାଙ୍କ ପରିବାରକୁ ଭଲ ଚଳନ୍ତୁ। ଗଣେଶ ଚତୁର୍ଥୀ ଅବସରରେ ସମସ୍ତଙ୍କୁ ମୋର शुभेच्छा अभिनंदन। प्रभु गजाननଙ୍କ आशीर्वाद ସମସ୍ତଙ୍କ ଉପରେ ରହୁ। ସମସ୍ତେ ଏମିତି ହସ ଖୁସିରେ ଆଗକୁ ବଢ଼ନ୍ତୁ। ସମାଜର ମଙ୍ଗଳ କାମନା ମଧ୍ୟ ତାଙ୍କର ଆଶୀର୍ବାଦରେ ହଉ। ମୋର ସୌଭାଗ୍ୟ ଯେ ଭୁବନେଶ୍ୱର ସହରରେ ବିଭିନ୍ନ କୋଣ ଅନୁକୋଣରେ ଯେ ବନ୍ଧୁମାନେ ଗଣେଶ ପୂଜା ପ୍ୟାଣ୍ଡେଲ କରିକି ପୂଜା ଉତ୍ସବ ମନାଉଛନ୍ତି ଏବଂ ମୋର ସୌଭାଗ୍ୟ ମୁଁ ସେ ଜାଗାରେ ପହଞ୍ଚିକି ପ୍ରଭୁଙ୍କ ଦର୍ଶନ କରୁଛି, ସମସ୍ତଙ୍କ ମଙ୍ଗଳ କାମନା କରୁଛି। ରାଉତ, ମୁଁ ଭବନ ହାଟ ବ୍ୟବସାୟ ସଂଘର ଉପସଭାପତି ଅଛି ଆଉ ଏବେ ମୁଁ କର୍ତ୍ତା ଅଛି। ବହୁତ ଧୁମଧାମରେ ଆମେ ପାଳନ କରୁଛୁ। ଆପଣ ଦେଖୁଥିବେ ଆମ ତୋରଣର, ଆମ ସାଜସଜ୍ଜା, ଇଲେକ୍ଟ୍ରିକ୍ ଲାଇଟ୍ର ଆମର ଲାଇଟ୍ ସାଜସଜ୍ଜା, ରାସ୍ତାଘାଟ ଯେମିତି ସବୁ ଆଲୋକୀକରଣ କରାଯାଇଛି ଆପଣମାନେ ଦେଖୁଥିବେ। ମୁଁ ବି ଆମର ଯେଉଁ ଆଜି ସାଂସ୍କୃତିକ କାର୍ଯ୍ୟକ୍ରମ ଆମର 5 ଦିନ ଅଛି। ଆଜି ଅଛି ପାଲା, କାଲି ଅଛି ଭଜନ, ପରଦିନ ଅଛି ପ୍ରସାଦ ସେବନ 5,000 ଲୋକଙ୍କର, ତାପରେ ଅଛି ଭଜନ, ତାପରେ ମେଲୋଡି, ତାପରେ ଆମର 4 ତାରିଖରେ ଆମ 3 ତାରିଖରେ ଭସାଣି ଆମକୁ ସହଯୋଗ କରୁଛନ୍ତି। ସହଯୋଗ ଦ୍ୱାରା ଆମେ ଏସବୁ ଗଣେଶ ପୂଜା ଧୁମଧାମ ପାଳନ କରୁ। ଆମ ବ୍ୟବସାୟୀ ମାନେ 10 ଦିନ ପାଇଁ ଝୁମିକି ରହନ୍ତି, ବର୍ଷ ସାରା ବେପାର କରନ୍ତି। ଏଇ 10 ଦିନ ସମସ୍ତେ ଉପଭୋଗ କରନ୍ତି ଏବଂ ଭୁବନେଶ୍ୱର ଆସି ଉପଭୋଗ କରନ୍ତି। ପ୍ରଭୁ ଗଜାନନକୁ ଏମିତି ଆମର ଭବନ ହାଟ ବ୍ୟବସାୟୀ ସଂଘର ଉନ୍ନତିରୁ ଉନ୍ନତି ହେଉ, ବ୍ୟବସାୟୀ ମାନେ ଯେମିତି ଭଲକରି ବ୍ୟବସାୟ କରି ପ୍ରତିପୋଷଣ କରନ୍ତୁ, ତାଙ୍କ ପରିବାରକୁ ଭଲ ଚଳନ୍ତୁ। ମୋ ନାଁ ନିରଞ୍ଜନ ବେହୁରା, ବ୍ୟବସାୟୀ କରୁଅଛି। କମିଟି ହେଇଛି 15 ଜଣ କମିଟି ହେଇକି ସମସ୍ତେ ଉତ୍ସାହ ସହକାରେ ପାଳନ କରାଯାଉଛି। କଲେକ୍ସନ କରାହେଇକି
ଆଉ ଧୁମଧାମରେ ପୂଜା ଆମର ଗଭର୍ଣ୍ଣମେଣ୍ଟ ତରଫରୁ ଯେମିତି ଦିଆଯାଇଛି ଆମକୁ ଗାଇଡଲାଇନ, ଆମେ ଗାଇଡଲାଇନ ଅନୁସାରେ ଆମେ ଭସାଣି କାର୍ଯ୍ୟକ୍ରମଟା